ଦେଇଛି କ'ଣ ନା ସରଳ ବାକ୍ୟକୁ ଯୌଗିକ ବାକ୍ୟରେ ରୂପାନ୍ତର କର। ସନ୍ଧ୍ୟା ହେବାରୁ ପକ୍ଷୀମାନେ ବସାକୁ ଫେରିଲେ। କ'ଣ କହିଛି ନା ସନ୍ଧ୍ୟା ହେବାରୁ ପକ୍ଷୀମାନେ ବସାକୁ ଫେରିଲେ। ଏଇଟା ଗୋଟେ କି ବାକ୍ୟ ଅଛି? ସରଳ ବାକ୍ୟ। ତାକୁ ଆମେ କେଉଁ ବାକ୍ୟରେ ପରିଣତ କରିବା? ଯୌଗିକ ବାକ୍ୟରେ ରୂପାନ୍ତର କରିବା। ଦେଇଛି କ'ଣ ଯେହେତୁ ସନ୍ଧ୍ୟା ହେଲା ସେହେତୁ ପକ୍ଷୀମାନେ ବସାକୁ ଫେରିଲେ। ଆମର ଯୌଗିକ ବାକ୍ୟରେ କ'ଣ ଥିବ? ଉ ଥିବ, ଏବଂ ଥିବ, କିନ୍ତୁ ଥିବ, ନଚେତ୍ ଥିବ, ତଥାପି ଥିବ। ଏଇଭଳିଆ ଥିଲେ ଜାଣିବ ଏଇଟା ଗୋଟେ କି ବାକ୍ୟ ନା ଯୌଗିକ ବାକ୍ୟ। ଦେଇଛି କ'ଣ ଯେହେତୁ ସନ୍ଧ୍ୟା ହେଲା ସେହେତୁ ପକ୍ଷୀମାନେ ବସାକୁ ଫେରିଲେ। ଏଇଟା ତ କେବେ ବି ଯୌଗିକ ବାକ୍ୟ ନୁହଁ। ପକ୍ଷୀମାନେ ବସାକୁ ଫେରିଲେ କାରଣ ସନ୍ଧ୍ୟା ହୋଇଗଲା। ଇଏ ବି ହେବନି। ସନ୍ଧ୍ୟା ହେଲା ଏବଂ ପକ୍ଷୀମାନେ ବସାକୁ ଫେରିଲେ। ତାହେଲେ କରେକ୍ଟ ଆନ୍ସର ଅପସନ୍ ନମ୍ବର ସି। ଏଇଟା ଗୋଟେ କି ବାକ୍ୟ ନା ଯୌଗିକ ବାକ୍ୟ। ବୁଝିପାରିଲ? ଦେଇଛି କ'ଣ ନା ଏ ସଂସାରରେ କେବଳ ମୁହଁରେ ସାମାନ୍ୟ ସହାନୁଭୂତି ଦେଖାଇବା ଲୋକ ଅନେକ ଅଛନ୍ତି, କିନ୍ତୁ କାର୍ଯ୍ୟତଃ ସେମାନଙ୍କ ଠାରୁ କୌଣସି ସହାନୁଭୂତି ମିଳିନଥାଏ। ଏ ଉକ୍ତିର ଭାବାର୍ଥ ନିମ୍ନଲିଖିତ କେଉଁ ଉକ୍ତିଟିରୁ ବୁଝା ପଡ଼ୁଛି? କେଉଁ ଉକ୍ତିରୁ ବୁଝା ପଡ଼ୁଛି? ପତି ଚରଣାମୃତେ ରଖିଲି ଆଶା, ମଣିଲି ନାହିଁ ଆଉ କ୍ଷୁଧା ପିପାସା। ଦେଇଛି ତାପରେ କ'ଣ ନା ଦୁର୍ଜନ ସ୍ୱଭାବ ଶ୍ୱାନର ଲାଙ୍ଗୁଳ, ଶଳ ଖାଇଲେ ବି ନୁହଁଇ ସରଳ। ଶଳ ଖାଇଲେ ବି ନୁହଁଇ ସରଳ। ଇଏ ବି ହେବ ନାହିଁ। ସଲିଳ ନ ସିଞ୍ଚି ଖାଲି ଦଣ୍ଡବତ, କରିବାକୁ ଛନ୍ତି ଲୋକ ସତ ସତ। କ'ଣ କହିଛି? ସଲିଳ ନ ସିଞ୍ଚି ଖାଲି ଦଣ୍ଡବତ। ସଲିଳ ମାନେ କ'ଣ? ଜଳ। ଦଣ୍ଡବତ ମାନେ କ'ଣ ଜାଣିଛନ୍ତି? ପ୍ରଣାମ କରିବା। ତାପରେ କ'ଣ କହିଛି ନା ସଲିଳ କରିଥାନ୍ତେ ମାମୁଁ ମୋତେ କେତେ ସ୍ନେହ, କରିତା ଭାବନା ଦହି ହେଉଛି ଦେହ। ତାହେଲେ କେଉଁଟା ହେବ ୟା ଭିତରୁ? କରେକ୍ଟ ଆନ୍ସର ଅପସନ୍ ନମ୍ବର ସି। ସଲିଳ ନ ସିଞ୍ଚି ଖାଲି ଦଣ୍ଡବତ, କରିବାକୁ ଛନ୍ତି ଲୋକ ସତ ସତ। ବୁଝିପାରିଲ? ତାପରେ କ'ଣ କହିଛି? ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଏହି ଉକ୍ତିର ଉପଯୁକ୍ତ ବିଧେୟ ନିର୍ଣ୍ଣୟ କର। ଉପଯୁକ୍ତ ବିଧେୟ ପଚାରିଛି। କେଉଁଟା ହେବ? ମାନବ ଜାତିର କଲ୍ୟାଣ ସାଧନ କରୁଛି, ନା ଯୋଗେ ଯୋଗେ ପ୍ରତିଷ୍ଠିତ ହୋଇଛି, ନା ଦୁର୍ବଳ ପ୍ରାଣରେ ଆଶା ସଞ୍ଚାର କରୁଛି, ନା ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରେ। ପଚାରିଛି କ'ଣ? ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଯେଉଁଟାକି ଯୁଗେ ଯୁଗେ ପ୍ରତିଷ୍ଠିତ ହୋଇଛି। କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। ତାପରେ କ'ଣ କହିଛି? ନିମ୍ନଲିଖିତ ବାକ୍ୟମାନଙ୍କ ମଧ୍ୟରୁ କେଉଁଟି ଭାବବାଚ୍ୟ ଚିହ୍ନଟ କର। କେଉଁଟା ଭାବବାଚ୍ୟ? ଆଗେ ଜାଣିବା ଭାବବାଚ୍ୟ କାହାକୁ କୁହାଯାଏ? ଯେଉଁ ବାକ୍ୟରେ କର୍ତ୍ତା ବା କର୍ମର ପ୍ରାଧାନ୍ୟ ନ ରହି କ୍ରିୟାର ଭାବ ମୁଖ୍ୟ ହୋଇଥାଏ ତାହାକୁ କ'ଣ ବୋଲି କୁହାଯାଏ? ନା ଭାବବାଚ୍ୟ ବୋଲି କୁହାଯାଏ। ତାହେଲେ ବୁଝିପାରିଲ? ଯେଉଁ ବାକ୍ୟରେ କର୍ତ୍ତା ବା କର୍ମର ପ୍ରାଧାନ୍ୟ ନ ରହି କ୍ରିୟାର ଭାବ ମୁଖ୍ୟ ହୋଇଥାଏ ତାକୁ କ'ଣ ବୋଲି କୁହାଯାଏ? ନା ଭାବବାଚ୍ୟ ବୋଲି କୁହାଯାଏ। ତାହେଲେ ଏଠି କେଉଁଟା ଭାବବାଚ୍ୟ ହେବ? ଦେଇଛି କ'ଣ? ମୋ ମାଙ୍କ ଦ୍ୱାରା ରନ୍ଧା ଭଲ ହୁଏ। ରନ୍ଧା ଭଲ ହୁଏ ଏଟା ଗୋଟେ କିସ? କ୍ରିୟାର ଭାବକୁ ବୁଝାଉଛି। ରନ୍ଧା ଭଲ ହୁଏ କ'ଣ ଗୋଟେ? ନା କ୍ରିୟାର ଭାବକୁ ବୁଝାଉଛି। ତାହେଲେ କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। କ୍ୱେଶ୍ଚନ୍ ନମ୍ବର 45ରେ କ'ଣ କହିଛି? ନିମ୍ନଲିଖିତ ବାକ୍ୟମାନଙ୍କ ମଧ୍ୟରୁ କେଉଁଟି ଶୁଦ୍ଧ ବାକ୍ୟ ଚିହ୍ନଟ କର। ୟା ଭିତରୁ କେଉଁଟା ଶୁଦ୍ଧ ବାକ୍ୟ? ଦେଇଛି କ'ଣ? ନା ଆଜି ଆମ ବିଦ୍ୟାଳୟର ସବୁ ଛାତ୍ରମାନଙ୍କୁ ଶିକ୍ଷକ ଶ୍ରେଣୀରେ ଛିଡ଼ା କରାଇଲେ। ଦେଇଛି କ'ଣ? ସବୁ ଛାତ୍ରମାନଙ୍କୁ। ତାହେଲେ ଏଠି କ'ଣ ହେଉଛି? ବହୁବଚନର କ'ଣ ହେଉଛି? ଦ୍ୱିରୁକ୍ତି ହୋଇଯାଉଛି। ସବୁ ଛାତ୍ରମାନଙ୍କୁ। ତାହେଲେ ଏଠି କ'ଣ ଏକାଠି ବ୍ୟବହାର ହେବ କି? ସବୁ ଛାତ୍ରମାନଙ୍କୁ ହେବ ନାହିଁ। ତାହେଲେ ଏଇଟା ହେଉଛି ଭୁଲ ହେଇଗଲା। କୃଷି କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶିତ କରିଥିବା କୃଷକମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହେଲେ। ଏଠି କ'ଣ କହିଛି? ଉତ୍କର୍ଷତା, କିନ୍ତୁ ହେବ କ'ଣ? ଉତ୍କର୍ଷ ହେବା କଥା। ତାହେଲେ ଇଏ ବି ଭୁଲ ହେଇଗଲା। ତାପରେ କ'ଣ କହିଛି? ବୈଠକ ଚାଲିଥିବା ବେଳେ ଅନେକ ସଦସ୍ୟ ପରସ୍ପର ମଧ୍ୟରେ କଥାବାର୍ତ୍ତା କରୁଥିଲେ। ତାପରେ କ'ଣ କହିଛି? ମହାତ୍ମା ଗାନ୍ଧୀ କହିଲେ ସମସ୍ତେ ନିଜ ନିଜର ପରିଷ୍କାରର ହେବା ଉଚିତ। ପରିଷ୍କାର ସ୍ପେଲିଂ କ'ଣ? ମୁଦ୍ନେଶ। ଏଠି ଅଛି କ'ଣ?
ଦନ୍ତେଇଶ ଅଛି, ଇଏ ବି ଭୁଲ ହେଇଗଲା। ତାହେଲେ ଏଠି କ'ଣ ହବ ନା ବୈଠକ ଚାଲିଥିବା ବେଳେ ଅନେକ ସଦସ୍ୟ ପରସ୍ପର ମଧ୍ୟରେ କଥାବାର୍ତ୍ତା କରୁଥିଲେ। କରେକ୍ଟ ଆନ୍ସର ଅପସନ୍ ନମ୍ବର ସି। ଦେଇଛି କ'ଣ ନା ଓଡ଼ିଆ ଭାଷାର ଥ ଧ୍ୱନିଟି କେଉଁ ବର୍ଗର? କେଉଁ ବର୍ଗର ବୋଲି ପଚାରିଛି। କଣ୍ଠ୍ୟ ନା ତାଲବ୍ୟ ନା ଦନ୍ତ୍ୟ ନା ମୂର୍ଦ୍ଧନ୍ୟ? ଥ ଅଛି, ଥ ଦ ଧ ଦ ମାନେ କ'ଣ ହବ ଏଟାର? ଦନ୍ତ୍ୟ। କରେକ୍ଟ ଆନ୍ସର ଅପସନ୍ ନମ୍ବର ସି। ତାହେଲେ ଏଟା କେଉଁ ବର୍ଗର ନା ଦନ୍ତ୍ୟ ବର୍ଗର। କ୍ୱେଶ୍ଚନ୍ ନମ୍ବର 47 କ'ଣ କହିଛି? ନିମ୍ନଲିଖିତ ପଦମାନଙ୍କ ମଧ୍ୟରୁ କେଉଁଟି କୃଦନ୍ତ ପଦ ବୋଲି ପଚାରିଛି। କେଉଁଟା କୃଦନ୍ତ ପଦ? ପ୍ରଥମେ ଜାଣିବା କୃଦନ୍ତ ପଦ କାହାକୁ କୁହାଯାଏ ନା ଧାତୁ ସହିତ ପ୍ରତ୍ୟୟ ଯୋଗ ହୋଇ ଗଠିତ ପଦକୁ କୃଦନ୍ତ ପଦ ବୋଲି କୁହାଯାଏ। କ'ଣ କହିଛି ନା ଧାତୁ ସହିତ ପ୍ରତ୍ୟୟ ଯୋଗ ହୋଇ ଗଠିତ ପଦକୁ କ'ଣ ବୋଲି କୁହାଯାଏ ନା କୃଦନ୍ତ ପଦ ବୋଲି କୁହାଯାଏ। ତାହେଲେ ଏଠି କ'ଣ ଦେଇଛି? ଖାଦ୍ୟ, ମାରୁତି, ତୈଳ, ବୌଦ୍ଧ। ଖାଦ୍ୟର କ'ଣ ହବ ନା ଖାଦ। ଖାଦ ଯେଉଁ ଆସୁଛି କ'ଣ ହେଉଛି? ଅଦ ଆସୁଛି। ଅଦ ଧାତୁରୁ ଖାଦ୍ୟ ଶବ୍ଦଟି କ'ଣ ହେଉଛି ନା ନିଷ୍ପନ୍ନ ହେଉଛି। ସେଥିପାଇଁ ତ ଏଟା ଗୋଟେ କ'ଣ ନା କୃଦନ୍ତ ପଦ। କରେକ୍ଟ ଆନ୍ସର ଅପସନ୍ ନମ୍ବର ଏ। ଦେଇଛି କ'ଣ? କବିତାର ଧାଡ଼ିକୁ କ'ଣ କୁହାଯାଏ? କବିତାର ଧାଡ଼ିକୁ କ'ଣ କୁହାଯାଏ ବୋଲି ପଚାରିଛି। ପଦ, ପାଦ ନା ଶବ୍ଦ ନା ପଦ୍ୟାନ୍ତ? ସେ ଦେଇଛି କ'ଣ ନା କବିତାର ଧାଡ଼ିକୁ କ'ଣ କୁହାଯାଏ। ପ୍ରଥମେ ଜାଣିବା ପାଦ କାହାକୁ କୁହାଯାଏ। କବିତାର ଗୋଟିଏ ସମ୍ପୂର୍ଣ୍ଣ ଧାଡ଼ି ବା ପଂକ୍ତିକୁ କ'ଣ ବୋଲି କୁହାଯାଏ ନା ପାଦ ବୋଲି କୁହାଯାଏ। ସେଇଭଳିଆ ଏକାଧିକ ପାଦ ମିଳିତ ହୋଇ କ'ଣ କ'ଣ ଗଠିତ ହୁଏ ନା ଗୋଟିଏ ପଦ ଗଠିତ ହୁଏ। ଏକାଧିକ ପାଦ ମିଳିତ ହୋଇ କ'ଣ ହୁଏ ନା ଗୋଟିଏ ପଦ ଗଠିତ ହୁଏ। ପାଦ କାହାକୁ କୁହାଯାଏ ନା କବିତାର ଗୋଟିଏ ସମ୍ପୂର୍ଣ୍ଣ ଧାଡ଼ି ବା ପଂକ୍ତିକୁ ପାଦ ବୋଲି କୁହାଯାଏ। ଦେଇଛି କ'ଣ ଆମର କବିତାର ଧାଡ଼ିକୁ କ'ଣ ବୋଲି କୁହାଯାଏ? କ'ଣ କୁହାଯାଏ? ଯେଉଁଟାକି ପାଦ ବୋଲି କୁହାଯାଏ। କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। ଦେଇଛି କ'ଣ ନା ସିଂହାସନ କେଉଁ ସମାସ? ସିଂହାସନଟା କେଉଁ ସମାସ ବୋଲି ପଚାରିଛି। କେଉଁ ସମାସ? ସିଂହାସନ। ସିଂହାସନର କ'ଣ ନା ସିଂହ ଚିହ୍ନିତ ଆସନ। ସିଂହ ଚିହ୍ନିତ ଆସନକୁ କ'ଣ ବୋଲି କୁହାହେଉଛି ନା ସିଂହାସନ ବୋଲି କୁହାଉଛି। ଏହି ସମାସରେ ବ୍ୟାସ ବାକ୍ୟର ମଝିରେ ଥିବା ଚିହ୍ନିତ ଯେଉଁ ସିଂହ ଚିହ୍ନିତ ଆସନ ଚିହ୍ନିତ ଯେଉଁ ରହୁଛି ପଦଟି ଲୋପ ପାଇଥିବାରୁ ତାକୁ କିସ ବୋଲି କୁହାଉଛି ନା ମଧ୍ୟମ ପଦଲୋପୀ କର୍ମଧାରୟ ବୋଲି କୁହାଉଛି। ସମାସ ବୋଲି କୁହାଉଛି। କରେକ୍ଟ ଆନ୍ସର ଅପସନ୍ ନମ୍ବର ଏ। କ୍ୱେଶ୍ଚନ୍ ନମ୍ବର 50 କ'ଣ କହିଛି? ନିମ୍ନଲିଖିତ ଶବ୍ଦମାନଙ୍କ ମଧ୍ୟରୁ କେଉଁ ଶବ୍ଦଟି ଠିକ୍ ବୋଲି ପଚାରିଛି। ମିନତି 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 ମାନେ କେଉଁ ମିନତିଟା ଠିକ୍ ବୋଲି ପଚାରିଛି। କେଉଁଟା? ଯେଉଁଟା କରେକ୍ଟ ଆନ୍ସର ଅପସନ୍ ନମ୍ବର ଏ। ସବୁଥିରେ କ'ଣ ନା ହସେଇକାର ଲାଗିଥିବ। ଦେଇଛି ଅର୍ବାଚୀନ ଶବ୍ଦର ଅର୍ଥ କ'ଣ? ଅର୍ବାଚୀନର ଶବ୍ଦର ଅର୍ଥ କ'ଣ? ଯେଉଁଟାକି ନୂତନ। କରେକ୍ଟ ଆନ୍ସର ଅପସନ୍ ନମ୍ବର ସି। ଯଦି ଅର୍ବାଚୀନର ବିପରୀତ ଶବ୍ଦ ପଚାରିଥାନ୍ତା କ'ଣ ହେଇଥାନ୍ତା? ଯେଉଁଟାକି ପ୍ରାଚୀନ। ବୁଝିପାରିଲ? ତାପରେ କ'ଣ କହିଛି? ଚଳଚ୍ଚିତ୍ର। ଚଳଚ୍ଚିତ୍ର ଶବ୍ଦରେ କେଉଁ ସନ୍ଧି ଅଛି? ଚଳଚ୍ଚିତ୍ର ଶବ୍ଦରେ କେଉଁ ସନ୍ଧି ଅଛି? ସ୍ୱର ସନ୍ଧି ନା ବ୍ୟଞ୍ଜନ ସନ୍ଧି ନା ବିସର୍ଗ ସନ୍ଧି ନା ଦୀର୍ଘ ସ୍ୱର ସନ୍ଧି? ଚଳଚ୍ଚିତ୍ର ଯେଉଁଟା ଚଳଚ୍ଚିତ୍ରର ଯଦି ତା ସନ୍ଧି ବିଚ୍ଛେଦ ଆମେ କରିବା କ'ଣ ହବ ନା ଚଳତ୍ ଯୁକ୍ତ ଚିତ୍ର। ଯେଉଁଟାକି ଚଳଚିତ୍ର ହେଉଛି। ତାହେଲେ ଏଇଟା ଗୋଟେ କି ସନ୍ଧି ନା ବ୍ୟଞ୍ଜନ ସନ୍ଧି। କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। ଦେଇଛି କ'ଣ? ନିମ୍ନରେ ଦିଆଯାଇଥିବା ଶବ୍ଦଗୁଚ୍ଛ ମଧ୍ୟରୁ ତୁଷ୍ଟର ଉପଯୁକ୍ତ ବିପରାର୍ଥକ ବୋଧକ ଶବ୍ଦଟି ଚିହ୍ନଟ କର। ମାନେ ବିପରୀତ ଶବ୍ଦ ଚିହ୍ନଟ କରିବା। ତୁଷ୍ଟ। ତୁଷ୍ଟର କ'ଣ? ରୁଷ୍ଟ। ଏଟା ତ ଜାଣିଛନ୍ତି। କରେକ୍ଟ ଆନ୍ସର ଅପସନ୍ ନମ୍ବର ସି। ଦେଇଛି କ'ଣ ନା ହାତ ଅଳସେ ନିଶ ବଙ୍କା। ଏହି ରୂଢ଼ିଟିର ସଠିକ ଅର୍ଥଟି ବାଛ। ଦେଇଛି କ'ଣ ନା ହାତ ଅଳସେ ନିଶ ବଙ୍କା। ସାବଧାନ ହୋଇ କାମ କରିବା ନା ଯେତେ ଘୋଡ଼ାଇଲେ ବି ଦୋଷ ଧରା ପଡ଼େ ନାହିଁ ନା ଅଳସୁଆ ଦୁଃଖ ପାଏ ନା ବୃଥା ଚେଷ୍ଟା। କେଉଁଟା ହବ? ଯେଉଁଟାକି ଅଳସୁଆ ଦୁଃଖ ପାଏ। କରେକ୍ଟ ଆନ୍ସର ଅପସନ୍ ନମ୍ବର ସି। ହାତ ଅଳସେ ନିଶ ବଙ୍କା ମାନେ ଅଳସୁଆ ଦୁଃଖ ପାଏ। ତାପରେ ଦେଇଛି ଶୋଇବାର ଇଚ୍ଛା। ଏହି ଶବ୍ଦପୁଞ୍ଜକୁ ଏକ ପଦରେ ପ୍ରକାଶ କର। ଶୋଇବାର ଇଚ୍ଛା କ'ଣ? ସମସ୍ତେ ଭାବନ୍ତି ଶୁଶ୍ରୂଷା। ଶୁଶ୍ରୂଷା କ'ଣ
जोटा कि सेवा करिवार इच्छा, सेवा करिवार इच्छा है शुश्रूषा। शिशुक्षा कौन ना सृजन करिवार इच्छा, सृजन करिवार इच्छा है शिशुक्षा। सेवा करिवार इच्छा है शुश्रूषा, ताने शोइबार इच्छा कौन हम ना शिष्य ईर्षा। करेक्ट आंसर ऑप्शन नंबर ए। तापर कौन कही निम्नलिखित विशेष पद मानक मध्यरु केउ पदटी अन्य मानक ठारू भिन्न बोली पचारछि। भोजन, शयन, अन्न ना रंधन। देइछि कौन भोजन करिबा, शयन करिबा, रंधन करिबा, एगुडा गोटे गोटे कि वाचक विशेष्य, क्रियावाचक विशेष्य। भोजन करिबा, शयन करिबा, रंधन करिबा एगुडा होछि गोटे गोटे क्रियावाचक विशेष्य, किंतु अन्न गोटे कौन जोटा कि वस्तुवाचक विशेष्य। ताले करेक्ट आंसर ऑप्शन नंबर सी। बुझी पारलो। तापर कौन कहिछि निम्नलिखित विशेष पद मानक मध्यरु केउ पदटी अन्य मानक ठारू भिन्न। सॉरी एटा तो हमें बुझिले एबे। तापर कौन कहिछि निम्नलिखित पद मानक मध्यरु विशेषण पदटी को चिन्हट कर। या भितर कोटा विशेषण पद आनिल, अन्नल ना आनुकूल्य ना आनुगत्य कोटा जोटा कि आनिल एटा गोटे कि शब्द ना कि पद ना विशेषण पद। करेक्ट आंसर ऑप्शन नंबर ए। जाइछि कौन ना निम्नलिखित केउटी आधार आधेय संबंध। आधार आधेय संबंध या भितर कोटा इटार पाचेरी, हाथीर शुंड ना कर्मर फल ना ह्रदर जल कोटा हम जोटा कि ह्रदर जल एटा गोटे कौन ना आधार आधेय संबंध। करेक्ट आंसर ऑप्शन नंबर डी। देइछि कौन ना निम्नलिखित मध्यरु केउटी तृतीय विभक्तिर विशेष व्यवहार हुई नाही बोली पचारछि। कोटा हुई नाही एटी कौन देइछि पिलाटी भूकरे कांदुछि। जोटी रे द्वारा देई कु ए सब सूचाए ताकू कौन सेठी कौन की विभक्ति अछि बोली जानिबो तृतीय विभक्ति अछि बोली जानिबो। तृतीय विभक्ति रे कौन ना रे द्वारा देई कु एगुडा सब तृतीय विभक्ति रे जाउछि। एटी कौन देइछि पिलाटी भूकरे कांदुछि। भूकरे तने एटा गोटे को अर्थ रे जाउछि हेतु अर्थ रे जाउछि। बुझि पाइलो सेमिति एठी देइछि कौन संग्राम बयस रे सान। संग्राम बयस रे सान बयस रे एटा कौन होउछि अंग विकार बा विशेष गुण आसुछि बयस रे। टंकारे गोटिए लेंबू टंकारे तने एटा गोटे को अर्थ रे आसुछि मूल्य अर्थ रे आसुछि। 60 को 60 दरकार एटा गोटे तृतीय विभक्ति की नुह। ताले एटा गोटे की विभक्ति ना चतुर्थी विभक्ति सूचौछि। 60 को एटा गोटे की विभक्ति चतुर्थी विभक्ति। ताने करेक्ट आंसर ऑप्शन नंबर डी। बुझी पारलो। तापर कौन कहिछि नंदी ता नदीरू पानी आनिला। एही उक्तिटीर केउ शब्दटी अपादान कारक बोली पचारिछि। प्रथमे जानिबा अपादान कारक कोउठी होइताय जेउठारू कौनसी वस्तु विच्छिन्न हुए सेतिरे कौन हुए ना अपादान कारक होइताय। जेउठारू कौनसी वस्तु विच्छिन्न हुए तले कोउठी विच्छिन्न होची जोटा कि नदीरू। करेक्ट आंसर ऑप्शन नंबर बी। वीडियोटी भल लागिले लाइक शेयर आउ सब्सक्राइब करंतु।